ଚାଲିବ ସେ କୁଆ ଇଏ କଣ ନୂଆ ଚାଲିଛି ଆମ ସମୟରେ 7 ଦିନ ଆମେ ଚଲେଇଛୁ ରାତିଦିନ ସେ ଘଣ୍ଟ ବାଡ଼ିଆ ବୋଳ ବାଡ଼ିଆ ଚିନି ବାଡ଼େଇବା ନାଚିବା ଡେଇଁବା ଇଏ କଣ ବିଧାନସଭା ଇତିହାସ ନୂଆ। ମୁଁ 40 ବର୍ଷ ବିଧାନସଭା ଭିତରେ କଟେଇଛି ସବୁ ଉପଭୋଗ କରିଛି ସବୁ ଜାଣିଛି କିନ୍ତୁ ଓଡ଼ିଶାର ମର୍ଯ୍ୟାଦା ସମସ୍ତେ ରଖିବା ଦରକାର। ହାୟ ମୋହନବାଦୀ ଗୋଟେ 14 ଜଣ କଂଗ୍ରେସ କାଢ଼ିଦେଇ ତମେ ରାତି 3ଟା 4ଟା 5ଟା ସକାଳ 6ଟା ପର୍ଯ୍ୟନ୍ତ ବିଧାନସଭା କରି ବିଲ୍ ପାସ୍ କରି ଲଜ୍ଜା ଲାଗୁଛି। ଅକର୍ମଣ୍ୟ ଲୋକ ତମେ ଅପୋଜିସନକୁ କହିବାର ସୁଯୋଗ ଦବନି ଗଣତନ୍ତ୍ରକୁ ବାନ୍ଧିବନି। ବିଧାନସଭାଟା ହେଇଛି କାହିଁ ଗଣତନ୍ତ୍ର ମନ୍ଦିର ସେଠି ସବୁ ଦଳ ତାଙ୍କର ନିଜର ମତ ଉତ୍ଥାପନ କରିବେ ଅଲାଜୁକ ଆମ ସାଥିରେ ଘଣ୍ଟା ବାଡ଼େଇଛି ମୋହନ ମାଝୀ 3 ବାଜେଇଛି ମୋ ସାଥିରେ ବହୁତ ଥର ଯାଇଛି ଆଇଛି ମୋହନଟା ଭଲ ଲୋକ ଯେ କିନ୍ତୁ ଗୋଟେ ନରେନ୍ଦ୍ର ମୋଦି ତାକୁ ଅଲ୍ଟାରେ ମାରିଦେଇଛି ଖାଲି ଲୁଟ କରିବା ପାଇଁ ନରେନ୍ଦ୍ର ମୋଦି କ୍ରୋମ ନେଇଯିବ ଖଣି ଗଣମାଧ୍ୟମ ବକ୍ସାଇଟ ନେଇଯିବ ଅଭ୍ର ନେଇଯିବ ବାଗାନୀ ନେଇଯିବ ଲୁହାପଥର ନେଇଯିବ କୋଇଲା ନେଇଯିବ ବିଜୁ ପଟ୍ଟନାୟକ ଏରୋଡ୍ରମଟା ନେଇଯାଉଥିଲା ହୋ କରିବା ବନ୍ଦ କରିଛୁ ପାରାଦୀପ ବନ୍ଦର ନେଇଯିବ एकदम डकायत को डकायत ଆମ ପ୍ରାଇମ ମିନିଷ୍ଟର ମୋଦି ତେରେଟା ମୋଦି ପ୍ରାୟ 27.5 ଲକ୍ଷ କୋଟି ଟଙ୍କା ବାହାର ଦେଇକି ଘରେ ଅଛନ୍ତି। ଇଏ ମୋଦି ସେଦିନ କୋଉଦିନ ଏମିତି ବାହାର ଦେଇକି ସେଇ ମୋଦି 27 ମୋଦି ଯାଇକି ଅଛନ୍ତି ବାହାରେ। ଇଏ ମୋଦି ମଧ୍ୟ କୋଉଦିନ ବିକ୍ରି କରି ଆମ ପଇସା ଆମ ଓଡ଼ିଶାକୁ ଭାରତକୁ ବିକ୍ରି କରି କୋଉ ଦେଶରେ ଯାଇ ସଂରକ୍ଷଣ କରିବ କହିହବନି। ଆଉ ଟଙ୍କା ଦେଇଛି ପୁରା ଧରା ହେଇଛି ରେଜୁଲେସନ ଓକିଲ ସବମିଟ କରିସାରିଲାଣି 50% ଆଡଭାନ୍ସ ନେଇଛନ୍ତି 50% ପେକର ନେଇଛନ୍ତି ଧରା ସରିଲାଣି। एकदम ତଦନ୍ତ ଭୁଲ ମଧ୍ୟ ଯାଉଛି ପ୍ରପର୍ଟି ତଦନ୍ତ ହେବା ଦରକାର ସିବିଆଇ ତଦନ୍ତ ହଉ ପ୍ରକୃତ ତଥ୍ୟ ଆସିବ ତାହେଲେ ଦେବାକୁ ସୁବିଧା ହେବ।